ବାପା ମରିଗଲା ପରେ ଗୋଟେ ଝିଅ ତା ଘରକୁ ଯିବାକୁ ବନ୍ଦ କରିଦିଏ। କାହିଁକି ନା ବାପ ଝିଅର ପ୍ରେମ ଦୁନିଆର ସବୁଠାରୁ ନିଆରା ପ୍ରେମ। ଯଦି ଗୋଟେ ଝିଅ ପ୍ରଥମେ ପ୍ରେମ କରିଥାଏ ତାହେଲେ ତା ବାପାକୁ, ତା ବାପ ଝିଅର ପ୍ରେମ ଦୁନିଆର କୌଣସି ପ୍ରେମ ସହିତ ସମାନ ନୁହେଁ। ଯେତେବେଳେ ତା ବାପା ମରିଯାଏ, ଯଦି ଅଧିକ କାନ୍ଦିଥାଏ ତାହେଲେ ତା ଝିଅ, ଆଉ ଯେତେବେଳେ ତା ବାପା ମରିଯାଏ ସେ ତା ଆଉ ଘରକୁ ଯିବାକୁ ଇଚ୍ଛା କରିନଥାଏ। ଯେତେ ଭାଇ ଭାଉଜ ପ୍ରେମ କରୁଥିଲେ, ଯେତେ ଭାଇ ଭାଉଜ ଆଦର କରୁଥିଲେ ମଧ୍ୟ ତା ଝିଅ ଆଉ ଆଗ ଭଳିଆ ଯିବାକୁ ଇଚ୍ଛା କରିନଥାଏ। ବାପା ମରିବା ପରେ ସେ ଝିଅଟିଏ ଭାବିଥାଏ ସେ ଘରକୁ ଗଲେ ମୋତେ ଝିଅ ବୋଲି କିଏ କହି କୁଣ୍ଢାଇ ପକେଇବ। ସେ କେବଳ ତା ଘରକୁ ଯାଇନଥାଏ, ସେଇଟା ତା ଘର ବୋଲି କହିନଥାଏ, ସେ ତା ପିଲାବେଳର ସ୍ମୃତିକୁ ନେଇକି ଯାଇଥାଏ। ସେ ବାପାର କୁନି କୁନି ଡାକକୁ ସେ ମନେ ପକାଇବା ପାଇଁ ସେ ତା ଘରକୁ ଯାଇଥାଏ ଆଜ୍ଞା। ତେଣୁ ଆଜ୍ଞା, ବାପ ଝିଅର ସମ୍ପର୍କ ନା ଦୁନିଆର କୌଣସି ସମ୍ପର୍କ ସହିତ ସମାନ ନୁହେଁ। ଆଉ ଗୋଟେ କଥା ହେଉଛି, ଯେଉଁ ସ୍ୱାମୀ ତା ସ୍ତ୍ରୀ କି, ଯେଉଁ ଶାଶୁ ତା ବୋହୂଙ୍କୁ ତା ବାପ ଘର ନାଁ ନେଇ, ତା ବାପର ନାଁ ନେଇ ଗାଳି ଦଉନ ନା ଆଜ୍ଞା, କେତେବେଳେ କି ଗାଳି ଦିଅନ୍ତୁ ନାହିଁ ଆଜ୍ଞା। କାରଣ ସେ ଝିଅକୁ ବହୁତ ବାଧେ, ତାକୁ ସିଏ ସବୁ କଥା ସହିଯିବ ଆଜ୍ଞା। କେତେବେଳେ କି ତା ବାପର ନାଁ ନେଇ ଗାଳି ଦେଲେ ସେ ସହିପାରେନି ଆଜ୍ଞା। ସେ ମନ ଭିତରେ ବହୁତ କାନ୍ଦି ଉଠେ, କାହିଁକି ନା ସେ ବାପାଙ୍କର କଷ୍ଟକୁ, ବାପାଙ୍କର ଦୁଃଖକୁ ସହିପାରେ ନାହିଁ ଆଜ୍ଞା। ବାପାଙ୍କର ଗାଳିକୁ ସେ ସହିପାରେ ନାହିଁ। ବାପାଙ୍କର ଏଇ ଛୋଟ କଥାଟିକୁ ମନେ ପକାଉଥିଲେ ଦୟାକରି ଟିକେ ଲାଇକ୍ କରିଦେବେ।